କୁଦାନଗରୀ ପଡ଼ିଆରେ ପ୍ରଥମ ମ୍ୟାଚ୍ ରହିଛି କୁସୁନପୁର ଭର୍ସେସ୍ ବଡ଼ଖିରୀ ମଧ୍ୟରେ। MSA ମାନେ ମଧୁ ଶାସନ KPL ତ KPL ର ଫୁଲ ଫର୍ମ ମୁଁ ଜାଣିନି, ସେଟା ଆପଣ ମାନେ କମେଣ୍ଟ ରେ କହିବେ ଯେ KPL ର ଫୁଲ ଫର୍ମ କଣ, କାହିଁକି ଖେଳ ବିଷୟରେ ଆଜ୍ଞା ମତେ ଏତେ ଜଣା ନାହିଁ। ଯାହା ବି ହଉ ଆଜି ଖେଳଟି ବହୁତ ଉଚ୍ଚ କୋଟିର ଖେଳ। ବହୁତ ଦିନ ଧରି ଆମର ଅନୁଷ୍ଠାନ ଚାଲିଛି ବୀଣାପାଣି କ୍ରିକେଟ ଆସୋସିଏସନ, ସମସ୍ତେ ବି ଜାଣିଛନ୍ତି। କିନ୍ତୁ ଇଏ ଗୋଟେ ମାନେ ଆଗରୁ ମଧୁଶାସନ ଗ୍ରାଉଣ୍ଡ ରେ ହଉଥିଲା, ଏବେ ଇଏ କୁଦାନଗରୀ ଗ୍ରାଉଣ୍ଡ ରେ ଏ ବର୍ଷ ଖେଳ ଯାଉଛି। ବହୁତ ରୋମାଞ୍ଚକ ହେଇଛି ପଡିଆ, ଆପଣ ସାଜସଜ୍ଜା ଦେଖିପାରିବେ। ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣ ମାନେ? ଆଶା କରୁଛି ଆପଣ ମାନେ ଭଲ ଥିବେ। ମୁଁ ପୁରା ବଢିଆ। ସମୟ ମଧ୍ୟରେ ଖେଳ ଆରମ୍ଭ କରାଯିବ। କ୍ୟାପ୍ଟେନକୁ ଅନୁରୋଧ କରିବି ସେ ତାଙ୍କର ପ୍ଲେୟାର ଲିଷ୍ଟ ଆମ ପାଖରେ ହସ୍ତଗତ କରାନ୍ତୁ, ଭାଇ କାହିଁକି ଆମର କହୁଛନ୍ତି ଆସ୍ତେ ଆସ୍ତେ ସମୟ ବିଳମ୍ବ ହବାରେ ଲାଗିଛି। କିଛି କହିବା ପାଇଁ ଦଉନାହାନ୍ତି, ଯେହେତୁ ମାଇକ ବାଜୁଛି କହି ହବନି କ୍ଲିୟର କିରି। ଏବେ ମାଇକ ଭାଇ ବନ୍ଦ କରିଦେଲେ, ବୋଧେ ଆମ କଥା ଶୁଣିଦେଲେ। ତ ଆଜି ଆମର ଖେଳ ଆରମ୍ଭ ହଉଛି କୁଦାନଗରୀ। ଚାଲନ୍ତୁ ଟିକେ ଭାଇମାନଙ୍କ ପାଖରେ ବୁଲି ଆସିବା। ଆଉ ସକାଳୁ ଭିଡିଓ ହେଇନଥିଲା, ଏବେ ଭିଡିଓ ଆରମ୍ଭ ହେଲା। ଆଜି ଦେହଟା ମୋର ଭଲ ଲାଗୁନି, ଆଉ 20-25ଟା ପାର୍ସଲ ଅଛି, ଭଲ ଲାଗୁନି। ମୁଣ୍ଡଟା ବହୁତ ଜୋରେ ବିନ୍ଧା ହଉଛି। ଭାବୁଛି ଯେତେ ଶୀଘ୍ର ପାରିବି ଦେଇକିରି ପଳେଇ ଯିବା ଭିତରକୁ ଟିକେ ଯିବା। ଦେଖୁଛନ୍ତି ଆମ ପାର୍ସଲ ଥୁଆ ହେଇଛି, ବଲ୍ ବି ଥୁଆ ହେଇଛି। ଏଠି ଭାଇ ମାନେ ଆମର ପ୍ରାକ୍ଟିସ କରୁଛନ୍ତି। ମଧୁଶାସନ ଏବଂ କୁଦାନଗରୀ ପ୍ଲେୟାର ମାନଙ୍କ ଦ୍ୱାରା ଏ ମ୍ୟାଚଟି ଅନୁଷ୍ଠିତ ହେଉଛି କୁଦାନଗରୀ ପଡ଼ିଆରେ। ପ୍ରଥମ ମ୍ୟାଚ୍ ରହିଛି କୁସୁନପୁର ଭର୍ସେସ୍ ବଡ଼ଖିରୀ ମଧ୍ୟରେ। ଦୁଇ ଦଳର ଅଧିନାୟକଙ୍କୁ ମୁଁ ପୁଣି ଥରେ ଅନୁରୋଧ କରିବି ସେ ତାଙ୍କର ପ୍ଲେୟାର ଲିଷ୍ଟ ସହିତ ତାଙ୍କ ପ୍ଲେୟାର ମାନଙ୍କୁ ଡ୍ରେସଅପ୍ କରାଇ ନିଅନ୍ତୁ, କାହିଁକିନା 12ଟା 5 ହେଇଗଲାଣି, 11:30 ଟାଇମ୍ ଥିଲା। ଆଜି ପ୍ରଥମ ଦିବସ, ଲଗାତାର 32ଟି ଟିମ୍ ଏଠି ଖେଳିବେ। ଲଗାତାର ଖେଳ ଅଛି, ଲଗାତାର 5 ଦିନ ପର୍ଯ୍ୟନ୍ତ ଖେଳ ରହିବ। ପ୍ରତିଦିନ 4ଟି ଲେଖା ଟିମ୍ ଖେଳିବେ। କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଖେଳ ହବ। ପ୍ରି କ୍ୱାର୍ଟର, କ୍ୱାର୍ଟର ଖେଳାଯିବ ଗୋଟାଏ ଦିନରେ। ଭାଇ ଆମର କାର୍ଯ୍ୟ ବ୍ୟସ୍ତରେ ବ୍ୟାଟେରୀ ଚାର୍ଜ କରିବେ, ଦୌଡ଼ିକି ଖେଳିବା ପାଇଁ ଆସିଛନ୍ତି। ପୁରା ସମସ୍ତେ ତ କାର୍ଯ୍ୟ ବ୍ୟସ୍ତ। ଗୋଟେ ବଢିଆ ଜିନିଷ ଦେଖିବେ, ଏଇଟା ଦେଖନ୍ତୁ, ଏଇଟା ଆମର ବି, ଆମ ଖେଳରେ ବି ଜିନିଷ ଘଟେ ଯେ କାହା ପାଖରେ ସମୟ ନଥାଏ, ଆଉ ଯୋଉଠିକି ଆସନ୍ତି ଖେଳିବା ପାଇଁ ସେଇ ଜାଗାରେ ହିଁ ଏଇ ଜିନିଷଟି ଶୁକା ହୁଏ, ବୁଝିପାରିଲେ? ତେଣୁ ଏଠି ଭାଇ ଆମ ପ୍ରାକ୍ଟିସ କରୁଛନ୍ତି। ଆପଣ ମାନେ ସମସ୍ତେ ମଧ୍ୟ ଜାଣିଥିବେ କି ଏଠି ଯୋଉ ହୋର୍ଡିଂ ଟା ମରା ହେଇଛି, ବଞ୍ଚିବାକୁ ଏଠି ଭୟ ଲାଗୁଛି। ଏଇଟା ହଉଛି ଆମର ମାଘ ସପ୍ତମୀ, ମାଘ ମେଳାରେ ଯାତ୍ରା ହବ। ଆଉ ଆଜି ଯୋଉ ପଡିଆରେ ଖେଳ ହଉଛି ସେଇ ପଡିଆରେ ଖେଳ ସରିଯାଇଛି। ଆପଣ ମାନେ ଦେଖିଲେ, କିଛି ଭିଡିଓ ହେଇଥିଲା। ଆଜି ଦିନରେ ଖରା ବେଳଟାରେ ଆସିଥିଲି 11ଟା 12ଟା ସମୟରେ। ଏବେ ଖେଳ ସରିଯାଇଛି। ଭାଇଙ୍କି ପଚାରିବା ଆଜିର ପ୍ରଥମ ଦିନର ଆଉ 2025 ସରିଯିବ, ଏ ବର୍ଷର ଲାଷ୍ଟ ଖେଳ, ପୁଣି 2026ରେ ପୁଣି ଖେଳ ହବ। କାହିଁକିନା ଆମ ଟୁର୍ଣ୍ଣାମେଣ୍ଟ ଏଇନା 15 ଦିନ ପାଖାପାଖି ଚାଲିବ। ସବୁ ଟିମ୍ ଆମର ଆସିବେ। ତ ଭାଇଙ୍କି ପଚାରିବେ, ଭାଇ ଆଜିର ଦିନଟି କେମିତି ଲାଗିଲା, ଆଉ କିଛି ଆଜିର ଅନୁଭୂତି। ଦୀପା ଭାଇ ଟିକେ କୁହ ଭାଇ। ଖେଳ ତ ଆପଣ ଜାଣିଛନ୍ତି, ଖେଳର ଯାହାର ଯିଏ ମାନେ ଏମିତି କ୍ରିକେଟ ଲଭର ପ୍ରାୟ ସମସ୍ତେ, ଆମେ ବି ତା ଭିତରୁ କିଛି। ତେଣୁ କ୍ରିକେଟ ସବୁବେଳେ ଅନସର୍ଟନ ଗେମ୍ ରହେ। ଆଜି ବି ଖେଳ ବହୁତ ଚମତ୍କାର ଖେଳ ହେଲା। ଦୁଇଟି ଲାଷ୍ଟ ବଲ୍ ପର୍ଯ୍ୟନ୍ତ ଖେଳ ଯାଇଛି, ଯୋଉଥିରେ କି ଆଜି ସେମିଫାଇନାଲ, ପ୍ରଥମ ସେମିଫାଇନାଲ କୁ ଗଲା ବଡ଼ଖିରୀ କ୍ରିକେଟ ଟିମ୍। ଗୋଟାଏ ବଲରେ 2 ରନ୍ ଥିଲା, କିନ୍ତୁ 2 ରନ୍ ପାଇଁ ବି ରନ୍ ଆଉଟ୍ ଯଦି ହୋଇଥାନ୍ତେ ତାହେଲେ ଏଟାଏ ହେଇଥାନ୍ତା, ପୁଣି ଆଉଟା ଖେଳ ହେଇଥାନ୍ତା, କିନ୍ତୁ ରୋମାଞ୍ଚକରେ ବିଜୟ ଲାଭ କଲେ। ଯାହା ବି ହଉ ଆଜି ଖେଳଟି ବହୁତ ଉଚ୍ଚ କୋଟିର ଖେଳ। ବହୁତ ଦିନ ଧରି ଆମର ଅନୁଷ୍ଠାନ ଚାଲିଛି ବୀଣାପାଣି କ୍ରିକେଟ ଆସୋସିଏସନ, ସମସ୍ତେ ବି ଜାଣିଛନ୍ତି। କିନ୍ତୁ ଇଏ ଗୋଟେ ମାନେ ଆଗରୁ ମଧୁଶାସନ ଗ୍ରାଉଣ୍ଡ ରେ ହଉଥିଲା, ଏବେ ଇଏ କୁଦାନଗରୀ ଗ୍ରାଉଣ୍ଡ ରେ ଏ ବର୍ଷ ଖେଳ ଯାଉଛି। ବହୁତ ରୋମାଞ୍ଚକ ହେଇଛି ପଡିଆ, ଆପଣ ସାଜସଜ୍ଜା ଦେଖିପାରିବେ। ପୁରା ରୋମାଞ୍ଚକର ମ୍ୟାଚ ଅଛି। ଆପଣ ଆସନ୍ତୁ, ଦେଖନ୍ତୁ, ଏନ୍ଜୟ କରନ୍ତୁ। ଆଉ ଆଗକୁ ବି ମ୍ୟାଚ ଜାରି ରହିବ, 10 ଦିନ ଧରି ମ୍ୟାଚ ଜାରି ରହିବ। ଆଚ୍ଛା ଭାଇ, ଆମର ଯାହା କହିଲେ ବହୁତ ଖୁସି ଲାଗିଲା। ବାପି ନେଇକି ଆମର ପଚାରେ ଭାଇ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଜୟ ମାତା। ଖେଳ ତ ବହୁତ ବଢିଆ ଲାଗିଲା। ଆଉ ଆଜି ବି ବଡ଼ଖିରୀ ଯାଇଛି ସେମିଫାଇନାଲ କୁ।
ଆମର ଏମିତି କଣ୍ଟିନ୍ୟୁ ଖେଳ ଜାରି ରହିବ। ଫାଇନାଲ ମ୍ୟାଚ୍ ଦିନ ଆପଣ ମାନେ ସମସ୍ତଙ୍କୁ ଅନୁରୋଧ ଆପଣ ସବୁଦିନ ଆସି ଖେଳ ଦେଖନ୍ତୁ। ଆଉ ଖାସ କରି ଫାଇନାଲ ଦିନ ଆମର ଫାଇନାଲ କେବେ ପଡୁଛି? ସ୍ଥିର ହେଇନି। ଫାଇନାଲ ଡେଟ୍ ଟା କୁହା ହବ। ଫାଇନାଲ ଡେଟ୍ ଆଉ ଫାଇନାଲ ଡେଟ୍ ହେଲେ ବି ଆମର ଭିଡିଓରେ ପଡିବ। ଆପଣ ସମସ୍ତେ ଆସି ଫାଇନାଲରେ ଏନ୍ଜୟ କରନ୍ତୁ, ଏନ୍ଜୟ କରିବେ, ଖେଳ ଦେଖିବେ, ଉପଭୋଗ କରିବେ। ଆପଣଙ୍କ ରୋଲ ଟା କଣ ମ୍ୟାଚ୍ ରେ? ଆପଣ କଣ କରନ୍ତି? ବ୍ୟାଟିଂ ନା ବୋଲିଂ? ଆମେ ନାଇଁ ଆଉ ଗୋଟେ ସତ କଥା ମୁଁ କହିବି ଖେଳୁନା, କିନ୍ତୁ କି- ଆମର କ୍ରିକେଟ ଲଭର। ହଁ ଆମେ ଖେଳୁନା, ଆମେ ମୁଁ ଖେଳୁନା, ନା ଆମେ ଖେଳେ କ୍ରିକେଟ ନା ଭାଇ lover, ଖେଳନ୍ତି, ଆମେ କ୍ରିକେଟ ଆମର ଖେଳୁନା। ପୁରା କ୍ରିକେଟ ପ୍ରତି ଆମର ଭାରି ଆନ୍ତରିକତା। ଆଉ ଏମିତି ଜାରି ରହୁଛି ଖେଳ। ଜୟ ଜଗନ୍ନାଥ। MSA ମାନେ ମଧୁ ଶାସନ KPL, ତ KPL ର ଫୁଲ ଫର୍ମ ମୁଁ ଜାଣିନି, ସେଟା ଆପଣ ମାନେ କମେଣ୍ଟ ରେ କହିବେ ଯେ KPL ର ଫୁଲ ଫର୍ମ କଣ, କାହିଁକି ଖେଳ ବିଷୟରେ ଆଜ୍ଞା ମତେ ଏତେ ଜଣା ନାହିଁ। ଆଜିର ଖେଳ ସରିଯାଇଛି, ଭାଇ ଆମର ଯାହା କହିଲେ ଆପଣ ମାନେ ଶୁଣିଲେ। ଆଉ ଭିଡିଓ ସହିତ ମଧ୍ୟ ଆପଣ କଣ୍ଟିନ୍ୟୁ ରୁହନ୍ତୁ। ଆଗକୁ ଆହୁରି ବହୁତ ଭଲ ଭଲ ଭିଡିଓ ଆପଣ ମାନେ ଦେଖିବେ, ବହୁତ ଲୋକେସନରେ ଦେଖିବେ। ଆଉ ଏଇଆ ତ, ସମସ୍ତଙ୍କୁ ଗୋଟେ କଥା କହିବି କି ଭିଡିଓ କଣ୍ଟିନ୍ୟୁ ଆସିପାରୁନି କିଛି ପ୍ରୋବ୍ଲେମ ପାଇଁ। ତ ଯଦି ଆସିବ ଭିଡିଓ ଆସିବ, କିଛି ଚିନ୍ତା ନାହିଁ। ତ ଯେହେତୁ ଗୋଟେ ଜିନିଷଟା ଆରମ୍ଭ ହୋଇଛି, ସେ କଣ୍ଟିନ୍ୟୁ ଚାଲିବ। ତା ଭିତରେ ମଧ୍ୟ ବହୁତ ବାଧାବିଘ୍ନ ଆସିବ। ତ ଏତିକି କହିକି ରହୁଛି। ଜୟ ମା ଶାରଦା। ପୁଣି ଦେଖାହବ ନୂଆ ଭିଡିଓରେ।